ଗୀତାରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି, ମୁଁ କାହାର ଭାଗ୍ୟ ତିଆରି କରେ ନାହିଁ। ମନୁଷ୍ୟ ନିଜର ଭାଗ୍ୟ ନିଜେ ହିଁ ତିଆରି କରିଥାଏ। ଆଜି ଯାହା କରୁଛ କାଲି ତାହା ତୁମେ ନିଶ୍ଚୟ ପାଇବ, ଏଥିରେ ତିଳେମାତ୍ର ସନ୍ଦେହ ନାହିଁ। ଆଉ ଆଜି ଯାହା ପାଉଛ ତାହା ତୁମର ଗତକାଲି ବା ଅତୀତର କରିଥିବାର କର୍ମଫଳ। ତେଣୁ ମନୁଷ୍ୟଙ୍କୁ ମନେ ରଖିବା ଉଚିତ ଯେ ଏ ସଂସାରରେ ଯେତିକି ଦିନ ପାଇଁ ଆସିଛ ଠିକ୍ ବା ସଠିକ୍ କାମ କରିକିରି ଯାଅ, ତାହେଲେ ଏ ସଂସାର ତୁମକୁ ମନେ ରଖିବ। ବା ତୁମର ପରପିଢ଼ି ତାକୁ ନେଇ ବଞ୍ଚିବେ ଏବଂ ଲୋକମାନେ ତାଙ୍କୁ କହିବେ ତୋ ବାପା ଜେଜେ କ'ଣ ନ କରିଥିଲେ। ତେଣୁ ହିଂସା, ରାଗ, ଦ୍ୱେଷ, ପରଶ୍ରୀ କାତରତା ଏଭଳି ଗୁଣଗୁଡ଼ିକୁ ଛାଡ଼ି ନିଜେ ସଠିକ୍ କର୍ମରେ ନିଜକୁ ନିୟୋଜନ କରିବା ଉଚିତ। ଆରେ ନିଜର ନିଶ୍ୱାସକୁ ବିଶ୍ୱାସ ନାହିଁ, ସେ ଫେରିବ କି ନାହିଁ। ତେଣୁ ଏତେ କଥା ଜାଣି ସୁଦ୍ଧା ମନୁଷ୍ୟ ତଥାପି ଭୁଲ କରି ଚାଲିଛି। ତେଣୁ କଥାରେ ଅଛି, କେହି ରହିନାହିଁ ରହିବେ ନାହିଁଟି ଏ ଭବ ରଙ୍ଗଭୂମି ତଳେ, ସର୍ବେ ନିଜ ନିଜ ଅଭିନୟ ସାରି ବାହୁଡ଼ିବେ କାଳ ବଳେ। ତେଣୁ ଏ ସଂସାରରେ କେହି ଚିରଦିନ ପାଇଁ ଆସିନଥାନ୍ତି। ଏ ଶରୀରରେ ଯେଉଁ ସୋଲ ବା ଆତ୍ମା ବିରାଜମାନ କରିଛି, ସେ ଯେତେବେଳେ ଏ ଶରୀରରୁ ବିଦାୟ ନେବ, ଏ ଶରୀର ମାଟିରେ ସେମିତି ପଡ଼ିଥିବ। ଦିନେ ଦୁଇ ଦିନ ପରେ ଲୋକେ ତା ପାଖକୁ ଆସିବେନି। ତେଣୁ ଯଦି ଏତେ କଥା, ତେବେ ଆମେ କ'ଣ ପାଇଁ ଏତେ ଲୋଭ, ମୋହ, ମାୟାରେ ନିଜକୁ ଘାଣ୍ଟି ହେଉଛେ? ତେଣୁ ଆପଣମାନଙ୍କୁ ଅନୁରୋଧ ଯେ ଯାହା ଏବେ କରୁଛନ୍ତି ଆପଣ ସେଇ ସତ୍କର୍ମ କରିଚାଲନ୍ତୁ, ଯାହା ତମ ପରପିଢ଼ି ବା ତୁମକୁ ସଦାସର୍ବଦା ମନେ ରଖିବେ। ସତେ ଯେମିତି ଧର୍ମପଦ, ବାଜି ରାଉତ, ବିବେକାନନ୍ଦ, ଉତ୍କଳମଣି ଗୋପବନ୍ଧୁ ଦାସ, ମୋହନ ଦାସ କରମଚାନ୍ଦ ଗାନ୍ଧୀ, ସୁଭାଷ ଚନ୍ଦ୍ର ବୋଷ ଏଇଭଳି ବ୍ୟକ୍ତିମାନେ ତିଆରି ହେବେ। ତାଙ୍କ ମଧ୍ୟରୁ ଅନେକ ବହୁ କମ୍ ବୟସରେ ଏ ସଂସାରରୁ ବିଦାୟ ନେଇଛନ୍ତି, କିନ୍ତୁ ହେଲେ ତାଙ୍କର କର୍ମଫଳ ଆଜି ସେମାନଙ୍କୁ ମନେ ରଖିଛି। ତେଣୁ ଆପଣମାନଙ୍କୁ ଅନୁରୋଧ, ଆପଣମାନେ ଦୟାକରି ସଠିକ୍ କର୍ମରେ ଲିପ୍ତ ରୁହନ୍ତୁ, ତେବେ ଯାଇ ଏ ସଂସାରରେ ଆପଣ ସାରା ଜୀବନ ବଞ୍ଚି ରହିବେ। ରହୁଛି। ଯଦି ଏ ଭିଡ଼ିଓଟି ଭଲ ଲାଗୁଥାଏ ତେବେ ଲାଇକ୍, ସେୟାର, କମେଣ୍ଟ ଏବଂ ସବସ୍କ୍ରାଇବ୍ ଏବଂ ଫଲୋ କରିବାକୁ ଜମାରୁ ଭୁଲିବେ ନାହିଁ। ଜୟ ଜଗନ୍ନାଥ।